କିନ୍ତୁ ତାଙ୍କର ବୟସ ହେଇଛି, ସ୍ୱାସ୍ଥ୍ୟଗତ କାରଣ ଅଛି, ଯେ ଖୋଜା ହଉଛି ଯେ ଏ ଦଳଟାକୁ ସୁଦୃଢ କରିବାକୁ ହେଲେ ଦଳର ଦ୍ୱିତୀୟ ପିଢିର ନେତୃତ୍ୱଙ୍କୁ ଦାୟିତ୍ୱ ଦେବାକୁ ପଡିବ। ଦ୍ୱିତୀୟ ପିଢି ନେତୃତ୍ୱ ଦାୟିତ୍ୱ ଦେବାରେ ସୁଜାତା ନାଁ ଆସୁଛି। ସୁଜାତା ଆସିବାର କିଛି ଅଭିଯୋଗ ନାହିଁ, ସୁଜାତା ଆସିପାରନ୍ତି, କିନ୍ତୁ ସବ୍ୟବହାର କାହାକୁ ମନା ନାହିଁ। କିନ୍ତୁ ବିକେ ପାଣ୍ଡିଆନକୁ ଗଲା 4 ବର୍ଷ 5 ବର୍ଷ କାଳ ଦଳ ସରକାର ଦାୟିତ୍ୱ ଦେଇକି ଦଳର ଦୁର୍ଗତି ହେଲା, ଦଳ ନିର୍ବାଚନ ପରାଜିତ ହେଲା ଏବଂ ସାରା ଓଡ଼ିଶାରେ ପାଣ୍ଡିଆନ ସକାଶେ ବିଜେଡି ନିନ୍ଦିତ ହେଲା। ନବୀନ ପଟ୍ଟନାୟକ ମଧ୍ୟ ନିନ୍ଦିତ ହେଲେ ଏବଂ ଶେଷରେ ଦେଖାଗଲା ଯେ ନବୀନ ପଟ୍ଟନାୟକଙ୍କ ପ୍ରତିହାର ପ୍ରତିଷ୍ଠା ବହୁତ ସେ କମି ଯାଇଛି। ନୂଆପଡ଼ା ଉପନିର୍ବାଚନ ମଧ୍ୟ ପ୍ରମାଣିତ ହେଲା। ଦଳର ଏତେ ବଡ଼ ସଂଗଠନ ଶକ୍ତି ସତ୍ତ୍ୱେ ଦଳ କ୍ଷମତାଚ୍ୟୁତ ହେଲା। ସେଇଥିରେ ସୁଜାତାଙ୍କୁ ଆଣିବା କଥା ହେଲା କ୍ଷଣି ସେ ଭିକେ ପାଣ୍ଡିଆନ କଥା ଲୋକମାନଙ୍କୁ ମନେ ପଡୁଛି। ତେଣୁ ଭିକେ ପାଣ୍ଡିଆନ ସଭାବାର କିଛି ମନା ନାହିଁ, କିନ୍ତୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିପାରିବେ ନାହିଁ। ଦାୟିତ୍ୱ ହସ୍ତାନ୍ତର ସେଇ ବରିଷ୍ଠ ନେତାମାନେ ଯେଉଁମାନେ ବିଜୁ ଜନତା ଦଳ, ସେମାନେ ଭିତରୁ କିଛି ଲୋକ ତ ବଞ୍ଚିଛନ୍ତି ନା, ଯେଉଁମାନେ ବିଜୁ ଜନତା ଦଳ ସୃଷ୍ଟି କରିଥିଲେ ସେମାନେ ଭିତରୁ ଅନେକ ଅଛନ୍ତି। ନବୀନ ପଟ୍ଟନାୟକ ଯଦି ବୟସ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେଇ ଲୋକମାନଙ୍କୁ ଡାକି ପଚାରିବା କଥା ଯେ କିପରି ଭାବରେ ଦଳକୁ ଆଗକୁ ନିଆଯିବ, ସେ ସମ୍ପର୍କରେ ସେ କିଛି ଆଲୋଚନା କରୁନାହାନ୍ତି ବର୍ତ୍ତମାନ। ସେଇଟା ପ୍ରଶ୍ନ। ତାକୁ ନ ପଚାରି ସେଠି କୌଣସି ଉତ୍ତରାଧିକାରୀ କାହାକୁ ଥୋଇଦେବାକୁ ଚେଷ୍ଟା କରିବେ, ଦଳ ବିଭାଜନ ହେଇଯିବ। ଯାହା କହୁଛନ୍ତି ତାହା ବି ହେଇପାରିବେ। କଥା ହଉଛି ଦଳର ନବୀନ ପଟ୍ଟନାୟକ ତଳେ ଆଉ କାହାକୁ ସଭାପତି କରିଦେବେ, ଏ କଥା କାହାର ଅଧିକାର ନାହିଁ, କେହି କରିବେନି। ଦଳରେ ନବୀନ ପଟ୍ଟନାୟକ ନେତୃତ୍ୱ କାଏମ ଅଛି, କିନ୍ତୁ ନବୀନ ପଟ୍ଟନାୟକ ଉପରେ ନିର୍ଭର କରି ଦଳ ଆଉ ବେଶୀ ଦିନ ଚାଲିପାରିବ ନାହିଁ। ତାଙ୍କର ବୟସ ସ୍ୱାସ୍ଥ୍ୟ ଦେଖି ଏଇଟା ମୋତେ ବହୁତ ପରିଷ୍କାର। ତେଣୁ ଦ୍ୱିତୀୟ ପିଢ଼ିର ନେତୃତ୍ୱକୁ ଚାରିଆଡ଼େ ରାଜ୍ୟରୁ ଜିଲ୍ଲା ପର୍ଯ୍ୟନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ପଡ଼ିବ। ସେଇ କ୍ରମରେ କୌଣସି ପ୍ରଚେଷ୍ଟା ବର୍ତ୍ତମାନ ହଉନାହିଁ। ସେଇଟା ନ ହଉଥିବାରୁ ଦଳର ବହୁତ ଲୋକ ବିଭିନ୍ନ ସ୍ଥାନରେ ଦଳ ଛାଡ଼ିକି ବିଜେପି ଆଡ଼କୁ ଚାଲି ଯାଉଛନ୍ତି। ଦଳ ଭିତରେ ଦ୍ୱନ୍ଦ୍ୱ ରହିଛି, କିନ୍ତୁ ତଥାପି ଦଳର 30ଟାକ ଜିଲ୍ଲା ପରିଷଦ ହାତରେ ଅଛି, ଦ୍ୱିତୀୟ ପୌର ସଂସ୍ଥା, ବ୍ଲକ ସଂସ୍ଥା ଅଛି। ରାଜ୍ୟରେ କ୍ଷମତା ଯାଇପାରେ, କିନ୍ତୁ ରାଜ୍ୟର ସବୁଠୁ ବଡ଼ ରାଜନୈତିକ ଦଳ ହିସାବରେ ଆର ଯେଉଁ କର୍ତ୍ତବ୍ୟ ଦାୟିତ୍ୱ, ମୁଖ୍ୟ ବିରୋଧୀ ଦଳ ଯେଉଁ ଦାୟିତ୍ୱ, ତାକୁ କ'ଣ ଦଳ ଠିକ୍ ଭାବରେ ପରିଚାଳନା କରିପାରୁଛି? କରିପାରୁନି। କରିପାରିବାର ଏକମାତ୍ର କାରଣ ହେଉଛି ନବୀନ ପଟ୍ଟନାୟକ ନିଜଙ୍କ ବୟସ, ସ୍ୱାସ୍ଥ୍ୟ ଆଉ ଦ୍ୱିତୀୟ ପିଢ଼ିର ନେତାମାନଙ୍କୁ ସଠିକ୍ ଠିକ୍ କରୁନାହାନ୍ତି। ସେ ଯେଉଁଭଳି ଭାବରେ ଭିକେ ପାଣ୍ଡିଆନଙ୍କୁ ଆଣି ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବେ ବୋଲି ବସିଥିଲେ, ସେଇଟାକୁ ଲୋକମାନେ ରିଜେକ୍ଟ କରିଦେଇଛନ୍ତି, ଦଳ ମଧ୍ୟ ରିଜେକ୍ଟ କରିଦେଇଛି। ସାର୍, ଆପଣ ଯାହା କହିଲେ ଯେ ଏକରେ ତ ଦ୍ୱିତୀୟ ପିଢ଼ିର ଲୋକ ନବୀନ ପଟ୍ଟନାୟକ ସୃଷ୍ଟି କରିନାହାନ୍ତି ନେତା, କିନ୍ତୁ ସେ ଯୋଉ ଭୂପିନ୍ଦର କହୁଛନ୍ତି ନୂଆ ଲୋକକୁ ଅଣାଗଲେ ବିଜେଡି ଭାଗ ହେଇଯିବ, ୟାର ମାନେ କ'ଣ? ନୂଆ ଲୋକ ମାନେ ସୁଜାତା କଥା ଯୋଉ ଆଲୋଚନା ହଉଛି ସେଇ କଥା କହୁଛି। ସେ ସୁଜାତାକୁ ଜବରଦସ୍ତି ଉତ୍ତରାଧିକାରୀ କରିପାରିବେନି ନା। ସୁଜାତା ନିର୍ଣ୍ଣିତ ହେଇ ନଥାନ୍ତେ ଯଦି ଭିକେ ପାଣ୍ଡିଆନଙ୍କ ଯୋଗୁଁ ଭିକେ ପାଣ୍ଡିଆନ ଯାହା କରିଦେଇ ଯାଇଛନ୍ତି, ସେଇଥିପାଇଁ ତାଙ୍କ ପତ୍ନୀ ସେ ତାଙ୍କ ବିରୁଦ୍ଧରେ ହଉଛି। ସୁଜାତାଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଭାବରେ କାହାର କିଛି ନାହିଁ। ସେ ଓଡ଼ିଆ ଝିଅ। ଯଦି ଭିକେ ପାଣ୍ଡିଆନଙ୍କୁ ନ ଆଣି ସେତେବେଳେ ସୁଜାତାଙ୍କୁ ଉପସ୍ଥାପିତ କରାଯାଇଥାନ୍ତା, ହୁଏତ ଓଡ଼ିଶାର ପରିସ୍ଥିତି ଭିନ୍ନ ପ୍ରକାର ହେଇଥାନ୍ତା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସିଏ ପାଣ୍ଡିଆନଙ୍କର ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ପ୍ରତି ବିରୋଧ ଭାବ ରହୁଛି। ସିଏ ଆସିଲା କ୍ଷଣି ଦଳ ଭିତରେ ଗୋଷ୍ଠୀ ହବ, ସପକ୍ଷ ବିପକ୍ଷ, ଦଳରେ ଗୋଷ୍ଠୀ ବିବାଦ ଯେଛାଟା ଚରମ ସୀମାକୁ ଚାଲିଯିବ। ସେଇ କଥା ସେ କହୁଛନ୍ତି। ସେ ସାର୍ ଆଉ ଗୋଟେ କଥା କହିଛନ୍ତି ଯେ ନବୀନ ପଟ୍ଟନାୟକ ସଭାପତି ରହିବେ, ବୟସ ଏ କଥାକୁ ଆପଣ କ'ଣ କହିବେ ସାର୍? ନବୀନ ପଟ୍ଟନାୟକ ସଭାପତି ଅଛନ୍ତି, ଅଛନ୍ତି, ରହିବେ କ'ଣ? ତାଙ୍କ ନେତୃତ୍ୱ କିଏ ଚ୍ୟାଲେଞ୍ଜ କରିଛି କେଉଁ ଦଳ ଭିତରେ? ଏପର୍ଯ୍ୟନ୍ତ କୋଉଠି ହେଇନି। କିନ୍ତୁ ତାଙ୍କର ବୟସ ଆଉ ସ୍ୱାସ୍ଥ୍ୟ ଦୃଷ୍ଟିରୁ ତାର ଧୀରେ ଧୀରେ ଦଳର ଦ୍ୱିତୀୟ ଶ୍ରେଣୀ ନେତୃତ୍ୱଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ। ସେଇ ପ୍ରକ୍ରିୟାଟା ସୁବିଧାଟା ସେ ବର୍ତ୍ତମାନ କରିନାହାନ୍ତି, ଦ୍ୱନ୍ଦ୍ୱରେ ରଖିଛନ୍ତି। ତେଣୁ ଦଳ ଭିତରେ ସଂଶୟ ହେଉଛି ଯେ ଦଳଟା କେତେ ଦିନ ତିଷ୍ଠିବ ବୋଲି, ନହେଲେ କୌଣସି କାରଣ ନାହିଁ। ସାର୍, ଗୋଟେ ଚର୍ଚ୍ଚା ହେଉଛି, ବହୁ ଲୋକ ଚର୍ଚ୍ଚା କରୁଛନ୍ତି ଯେ ନବୀନ ପଟ୍ଟନାୟକ ତାଙ୍କ ପରିବାର କାହାକୁ ନେତୃତ୍ୱ ଦିଅନ୍ତୁ, ନହେଲେ ଦ୍ୱିତୀୟ ପିଢ଼ିର ନେତା ତିଆରନ୍ତୁ। ୟାକୁ ନେଇ କ'ଣ କହିବେ? ନାଇଁ, ସେଇ ତ କଥା। ତାଙ୍କ ପରିବାର ତ କେହି ଆସିବାର ନାହିଁ। ଆଉ ସିଏ ଯାହାକୁ ଚେଷ୍ଟା କରୁଥିଲେ ସେ ତ ଫେଲ୍ ମାରିଲେ। ଭିକେ ପାଣ୍ଡିଆନ ଫେଲ୍ ମାରିଥିବ, ତାଙ୍କ ପତ୍ନୀକି ଆଣିକି ମଧ୍ୟ ବସେଇ ପାରିବେନି। ଯଦିଓ ସୁଜାତାଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଭାବରେ କାହାର ଆକ୍ରୋଶ ନାହିଁ, କିନ୍ତୁ ତାଙ୍କୁ କାହିଁକି ଆଣିବେ? ଆଣିଲା ମାନେ ତ ବିଭାଜନ ହବ। କାରଣ ପାଣ୍ଡିଆନଙ୍କୁ ଦଳ ଭିତରେ ବଡ଼ ଧରଣର ବିଭାଜନ ହେଇଯାଇଛି ନା। ପାଣ୍ଡିଆନ କହିଲେ ବର୍ତ୍ତମାନ ବହୁତ କ୍ଷୁଦ୍ର ଗୋଷ୍ଠୀ, ପାଣ୍ଡିଆନଙ୍କ ବିରୋଧୀ ସଂଖ୍ୟା ବର୍ତ୍ତମାନ ଦଳ ଭିତରେ ଅଧିକା, କିନ୍ତୁ ସେମାନେ ନବୀନ ପଟ୍ଟନାୟକ ନେତୃତ୍ୱକୁ ଗ୍ରହଣ କରୁଛନ୍ତି। ତ ନବୀନ ପଟ୍ଟନାୟକ ଭାବିଚିନ୍ତି କରିବାକୁ ପଡ଼ିବ ନା, ଏମିତି ପିଲାଳିଆ କଥା ନୁହଁ।
ସେ ଯୋଉ ଗୋଟେ ଦଳର ଭବିଷ୍ୟତ କଥା। ସାର୍ ଯୋଉ ଦଳର ପ୍ରତିଷ୍ଠା ଦିବସ ପାଳନ ହବ ଆପଣ କଣ ଭାବୁଛନ୍ତି ଏଇ ପ୍ରତିଷ୍ଠା ଦିବସ ଗୋଟେ ସବୁ ପ୍ରତିଷ୍ଠା ଦିବସ ଟିକେ ଅଲଗା ହବ ଏବଂ ଏଥିରେ କିଛି ସବୁ ହବନି ସେଇ କ୍ରମରେ ଚାଲିବ। କାରଣ ସେ ଏଇ ପ୍ରତିଷ୍ଠା ଦିବସ ପାଇଁ ସେ ସବୁ ଦଳର ନେତାମାନଙ୍କୁ କର୍ମୀମାନଙ୍କୁ କହିଛନ୍ତି ତାଙ୍କ ନିଜ ନିଜ ଅଞ୍ଚଳରେ ସେ ପ୍ରତିଷ୍ଠା ଦିବସ ପାଳନ କରନ୍ତୁ। ଏଇଠି ଭୁବନେଶ୍ୱର ଯୋଉଟା ହବ ସେଇଟା କେବଳ ଭୁବନେଶ୍ୱର ସହରର ବିଜେଡି କର୍ମୀମାନଙ୍କୁ ନେଇକି ହବ। ତେଣୁ ଏଇଠି ଗୋଟେ ବଡ ଧରଣର କୌଣସି ଘୋଷଣା ମୁଁ ଆଶା କରୁନି। ସାର୍ ଏଇ ଯୋଉ ବିଜେଡି ପ୍ରତିଷ୍ଠା ଦିବସ ଭିନ୍ନ ଭିନ୍ନ ଜିଲ୍ଲାରେ ହବ ହୁଏତ ଭିନ୍ନ ଭିନ୍ନ ଗୋଷ୍ଠୀ ବି ଅଛନ୍ତି ତାଙ୍କ ଭିତରେ ବିବାଦ ଦେଖାଦିବ ନିହାତି। କାହିଁ ଦେଖାଯିବ? ବିଜେଡିର ସଭା କରିବା କିଛି ଅସୁବିଧା ହେଇପାରେ, ଗୋଟେ ଗୋଟେ ଅଞ୍ଚଳରେ ଦିଟା ହେଇପାରେ, କିନ୍ତୁ ଚାରିଆଡେ ହବ। ଏବେ ଏଠି ମଧ୍ୟ ଭୁବନେଶ୍ୱର ଲୋକମାନଙ୍କୁ ନେଇ କରାଯିବ। ଏଇଠି ଗୋଟେ ବଡ ଧରଣ ଘୋଷଣା ଆପଣ ଆଶା କରିବା ବୃଥା, କରିବା ଉଚିତ ନୁହଁ। ଦଳର ଯେତେବେଳେ ବଡ ଧରଣ ଘୋଷଣା ହବ ସେଇଟା ଦଳର ସିନିୟର ସଦସ୍ୟମାନଙ୍କୁ ଡାକିକି ତାଙ୍କୁ ବଡ ଧରଣ ଘୋଷଣା କରିବାକୁ ପଡିବ।